ଆଜି ଆମ୍ଭେ ସ୍ୱର୍ଗୀୟ ମାତା ଏବଂ ଚମତ୍କାର ଦୁନିଆ ଉପଦେଶ ଶୀର୍ଷକର ଅନ୍ତର୍ଗତ ଏକ ସଙ୍ଗରେ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାର କିଛି ସମୟ ନେବା। ନୂତନ ଜେରୁସାଲେମ ଦିବସ ଆସିଅଛି। ନୂତନ ଜେରୁସାଲେମ ଦିବସ ଏକ ଅର୍ଥପୂର୍ଣ୍ଣ ଦିନ ଅଟେ, ଯେବେ ସ୍ୱର୍ଗୀୟ ମାତା ଆମ୍ଭ ହଜିଯାଇଥିବା ଭାଇ ଓ ଭଉଣୀମାନଙ୍କୁ ଖୋଜିବା ପାଇଁ ଆଉ ଆମ୍ଭେ ସମସ୍ତଙ୍କର ଅନନ୍ତ ସ୍ୱର୍ଗର ରାଜ୍ୟ ଆଡ଼କୁ ନେତୃତ୍ୱ କରିବା ପାଇଁ ଶରୀର ରୂପ ତମ୍ବୁ ପରିଧାନ କରି ଏହି ପୃଥିବୀକୁ ଆସିଲେ। ଏଥିପାଇଁ ପୁଣି ଥରେ ଆସନ୍ତୁ ଆମ୍ଭେ ସ୍ୱର୍ଗୀୟ ମାତା ଏବଂ ଚମତ୍କାର ଦୁନିଆ ଉପଦେଶ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ସ୍ୱର୍ଗାରୋହଣର କିଛି ଦିନ ପୂର୍ବେ ସ୍ୱର୍ଗୀୟ ପିତାଙ୍କ ଦ୍ୱାରା ଦିଆଯାଇଥିବା ଅନେକ ସନ୍ଦେଶ ମଧ୍ୟରୁ ଗୋଟିଏ ଥିଲା, ଯଦି ଆପଣ ମାତାଙ୍କ ବାକ୍ୟର ପାଳନ କରନ୍ତି ତେବେ ଆପଣଙ୍କୁ ଶୋଇବା ବେଳେ ମଧ୍ୟ ଚାଉଳର କେକ୍ ମିଳିବ। ସେ ସହଜ ଶବ୍ଦର ଉପଯୋଗ କରୁଥାଇ ଯାହା ମୁଁ ବୁଝାଇ ପାରିବି, ମୋତେ ଏହି ସନ୍ଦେଶ ଦେଲେ। ଆମ୍ଭ ନିମନ୍ତେ ତାହାଙ୍କ ଅନୁରୋଧ ଥିଲା କି ଆମ୍ଭେ ସର୍ବଦା ସ୍ୱର୍ଗୀୟ ମାତାଙ୍କ ବାକ୍ୟ ଓ ଶିକ୍ଷାଗୁଡ଼ିକର ସମ୍ପୂର୍ଣ୍ଣ ଭାବେ ପାଳନ କରୁଥାଇ ଆଉ ତାହାକୁ ମାନୁଥାଇ ପରିତ୍ରାଣର କାର୍ଯ୍ୟ ପୂରା କରିବା ପରେ ସ୍ୱର୍ଗକୁ ଫେରି ଆସିବା। ଆସନ୍ତୁ ଦେଖିବା କି ଯେବେ ଆଜି ମଧ୍ୟ ସିଓନ ପରିବାରର ପ୍ରିୟ ସଦସ୍ୟ ସ୍ୱର୍ଗୀୟ ମାତାଙ୍କ ଶିକ୍ଷାଗୁଡ଼ିକୁ ଯେମିତି ତାହା ଦିଆଯାଏ ସେମିତି ପାଳନ କରନ୍ତି, ତେବେ କେଉଁ ପ୍ରକାର ଚମତ୍କାର ହୋଇଥାଏ। ମୋତେ ଗୋଟିଏ ଚର୍ଚ୍ଚରୁ ଏକ ଚିଠି ମିଳିଲା। ମଇ ମାସରେ ଏହି ଚର୍ଚ୍ଚରେ 1850 ସଦସ୍ୟ ଥିଲେ। ଯଦିଓ ବାହାରୀ ଗତିବିଧି ନିମନ୍ତେ ପ୍ରତିବନ୍ଧ ଅଛି ଆଉ ମହାମାରୀ କାରଣରୁ ଲୋକମାନଙ୍କ ସହିତ ବ୍ୟକ୍ତିଗତ ରୂପେ ସାକ୍ଷାତ କରିବା ବହୁତ କଠିନ ଅଟେ। ସଦସ୍ୟଙ୍କ ସଂଖ୍ୟା 1850ରୁ ବୃଦ୍ଧି ହୋଇ 3508 ହୋଇଗଲା। ମଇରେ ପେନ୍ତିକୋଷ୍ଟର ଦିନ ପବିତ୍ର ଆତ୍ମାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପରେ ସଦସ୍ୟମାନେ ଏକ ପ୍ରଚାର ସମାରୋହର ଆୟୋଜନ କଲେ ଆଉ ସେମାନେ କେବଳ 4 ମାସରେ ବୃଦ୍ଧି ହୋଇ 3508 ହୋଇଗଲେ। ଏହାର ଅର୍ଥ କି ଏହି ଚର୍ଚ୍ଚରେ ଉପସ୍ଥିତି 1850ରୁ ବୃଦ୍ଧି ହୋଇ 3508 ହୋଇଗଲା। ଏହି ଚର୍ଚ୍ଚରେ ଏହି ବିଶିଷ୍ଟ ସଫଳତାର କାରଣ ଏହା ଥିଲା କି ପ୍ରତି ମାସ ସେମାନେ ପରମେଶ୍ୱରଙ୍କଠାରେ ଅନୁଗ୍ରହପୂର୍ବକ ପ୍ରାର୍ଥନା କରୁଥାଇ ମାତାଙ୍କ ଆଶୀର୍ବାଦ ଭରା ବାକ୍ୟକୁ ସିଧା ଶୁଣୁଥିଲେ। ଏହି ଚର୍ଚ୍ଚ ସୁସମାଚାରର କାର୍ଯ୍ୟ ନିମନ୍ତେ ଅନେକ ପ୍ରତିକୂଳ ପରିସ୍ଥିତି ଓ ବାତାବରଣରେ ରହିଅଛି। ଏପରି ଅନେକ ଚର୍ଚ୍ଚ ଅଛି ଯାହା ସୁସମାଚାରର କାର୍ଯ୍ୟ ନିମନ୍ତେ ଅନୁକୂଳ ପରିସ୍ଥିତିରେ ଅଛି, କିନ୍ତୁ ଏହି ଚର୍ଚ୍ଚରେ ଚୟନାତ୍ମକ ପରିସ୍ଥିତି ସତ୍ତ୍ୱେ ପ୍ରତି ମାସ ସଂଖ୍ୟାରେ ବୃଦ୍ଧି ହୋଇଅଛି। ସେହି ଚର୍ଚ୍ଚର ଅଧ୍ୟକ୍ଷ କହିଲେ, ପରମେଶ୍ୱରଙ୍କ ବାକ୍ୟ ପ୍ରକୃତରେ ଭୟଙ୍କର ଅଟେ। ଯେବେ ତାଙ୍କୁ ପଚରାଗଲା ପରମେଶ୍ୱରଙ୍କ ବାକ୍ୟ କାହିଁକି ଭୟଙ୍କର ଅଟେ, ସେ ଉତ୍ତର ଦେଲେ, ଏହା ଏଥିପାଇଁ କାରଣ ସମସ୍ତ କିଛି ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ପୂରା ହୋଇଥାଏ। ଅଧ୍ୟକ୍ଷ ଏହା କହୁଥାଇ ଆଶ୍ଚର୍ଯ୍ୟଜନକ ସମାଚାର ଦେଲେ, ଏହି ଚମତ୍କାରୀ କାର୍ଯ୍ୟକୁ ଦେଖିବା ସମୟରେ ମୋତେ ବାସ୍ତବରେ ସ୍ୱର୍ଗୀୟ ମାତାଙ୍କ ଏହି ପୃଥିବୀରେ ଆସିବାର ଉଦ୍ଦେଶ୍ୟ ଅନୁଭବ ହେଲା ଏବଂ ମୁଁ ଏତେ ଗଭୀର ଭାବେ ପ୍ରେରିତ ହେଲି କି ମୋର ହୃଦୟ ସ୍ପନ୍ଦନ କରୁଥିଲା। ସଦସ୍ୟ ଏକ ମନରେ ସଂକଳ୍ପ କରୁଥାଇ ସୁସମାଚାର ନିମନ୍ତେ ଆପଣା ଉତ୍ସାହକୁ ସ୍ଥିର କଲେ। ତେଣୁ ପରମେଶ୍ୱର 3508 ପର୍ଯ୍ୟନ୍ତ ପହଞ୍ଚିବାର ଏହି ଚମତ୍କାରୀ ପରିଣାମ, ଯାହା ସେମାନଙ୍କ ଲକ୍ଷ୍ୟରୁ ଅଧିକ ଥିଲା, ସେମାନଙ୍କ ଯୋଜନାକୁ ପ୍ରସ୍ତୁତ କରିବାର 4 ମାସ ପରେ ସେପ୍ଟେମ୍ବରର ଶେଷରେ ସେମାନଙ୍କୁ ଦେଲେ। ଏହି ଚର୍ଚ୍ଚର ଅଧ୍ୟକ୍ଷ ପ୍ରାୟ ନାହିଁ, କିନ୍ତୁ କେବଳ ତେବେ ସ୍ୱର୍ଗୀୟ ମାତାଙ୍କ ସହିତ ସମ୍ପର୍କ କରନ୍ତି ଯେବେ ସେମାନଙ୍କ ଅତ୍ୟାବଶ୍ୟକ ଅନୁରୋଧ ହୋଇଥାଏ। ଯେବେ ସଦସ୍ୟ ଏହି ବର୍ଷ ନିମନ୍ତେ ଏକ ନିଶ୍ଚିତ ଲକ୍ଷ୍ୟକୁ ପୂରା କରିବା ପାଇଁ ଦୃଢ଼ ଥିଲେ, ତେବେ ଅଧ୍ୟକ୍ଷ ମାତାଙ୍କ ଆଶୀର୍ବାଦର ବାକ୍ୟକୁ ଶୁଣିବା ପାଇଁ ତାଙ୍କ ସହିତ ସମ୍ପର୍କ କରିବାର ସ୍ଥିର କଲେ, କାରଣ ସେ ଯାହା କିଛି ମଧ୍ୟ କହନ୍ତି ସତ୍ୟ ହୋଇଥାଏ। ଅଧ୍ୟକ୍ଷ କହିଲେ କି ଯାହା ହେଲା ତାହା ଅବିଶ୍ୱସନୀୟ ଥିଲା। ଗୋଟିଏ ମାସ ଅତିବାହିତ ହେବା ପରେ ପୁଣି ଆଉ ଗୋଟିଏ ମାସ ଅତିବାହିତ ହେବା ପରେ ସେମାନଙ୍କୁ ଅନୁଭବ ହେବାକୁ ଲାଗିଲା, ଯାହା ହେଉଅଛି ତାହା ମନୁଷ୍ୟର ଶକ୍ତିରେ କେବେ ସମ୍ଭବ ହୋଇପାରିବ ନାହିଁ। ଏହା କିପରି ସମ୍ଭବ କି ମହାମାରୀ ସମୟରେ ଏମିତି ହେଉଅଛି? କିନ୍ତୁ
ସେମାନେ ସ୍ୱର୍ଗୀୟ ମାତାଙ୍କ ଦ୍ୱାରା ଦତ୍ତ ବାକ୍ୟ ଅନୁସାରେ ନିର୍ଭର ଥାଇ ଆପଣା ଯୋଜନା ସହିତ ଆଗକୁ ବଢ଼ିଲେ ଏବଂ ସ୍ୱୟଂକୁ ଆପଣା ଲକ୍ଷ୍ୟର ପାଖରେ ଅଗ୍ରସର ହେଉଥିବାର ଦେଖୁଥିଲେ। ଅଧ୍ୟକ୍ଷ ଅନୁଭବ କଲେ ସୁସମାଚାରର କାର୍ଯ୍ୟ ଧିମା ଥିଲା ଆଉ ଆମ୍ଭମାନଙ୍କ ଲକ୍ଷ୍ୟ ପୂରା ହୋଇନଥିଲା, କାରଣ ଆମ୍ଭମାନଙ୍କ ବିଶ୍ୱାସର ଅଭାବ ଥିଲା ବା ଆମ୍ଭମାନଙ୍କଠାରେ ଆଦୌ ବିଶ୍ୱାସ ନଥିଲା। ମାତ୍ର ଆମ୍ଭମାନଙ୍କ ଲକ୍ଷ୍ୟ ପୂରା ହେଲା ଯେବେ ଆମ୍ଭେ ବିଶ୍ୱାସର ସହିତ ସୁସମାଚାରର କାର୍ଯ୍ୟ କଲୁ। ଏଥିପାଇଁ ଆମ୍ଭେ ଆପଣା ପରିବେଶ ଓ ପରିସ୍ଥିତିକୁ ସୁସମାଚାର କାର୍ଯ୍ୟର ଧିମା ପ୍ରଗତି ନିମନ୍ତେ ବାହାନା ରୂପେ ଉପଯୋଗ ନ କରିବାର ସଂକଳ୍ପ କଲୁ। ସେ ପ୍ରେରିତ ଚିଠିରେ ଆପଣା ଅନୁଭୂତି ବ୍ୟକ୍ତ କଲେ ଆଉ ମୁଁ ଏହାକୁ ଆପଣଙ୍କ ସହିତ ଭାଗ କରିବାକୁ ଚାହୁଁଥିଲି। ଆଜିର ଉପଦେଶ ଶୀର୍ଷକ ସ୍ୱର୍ଗୀୟ ମାତା ଏବଂ ଚମତ୍କାର ଦୁନିଆ। ଯେବେ ଆମ୍ଭେ ଏହି ବିଷୟ ପ୍ରତି ନଜର ଦେବା କି ପିତାଙ୍କ ଯୁଗରେ ଏବଂ ପୁତ୍ରଙ୍କ ଯୁଗରେ କିପରି ସୁସମାଚାରର କାର୍ଯ୍ୟ କରାଯାଇଥିଲା, ତେବେ ଆମ୍ଭେ ବୁଝିପାରିବା କି କିପରି ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଯେ ଆତ୍ମା ଓ କନ୍ୟା ଅଟନ୍ତି, ପବିତ୍ର ଆତ୍ମାଙ୍କ ଯୁଗରେ ସୁସମାଚାରର କାର୍ଯ୍ୟର ନେତୃତ୍ୱ କରୁଛନ୍ତି। ଅତୀତରେ ଯାହା ହେଲା ତାହା ଦ୍ୱାରା ଆମ୍ଭକୁ ଶୀଘ୍ର ଏହା ବୁଝିବାର ଆବଶ୍ୟକତା ଅଛି। ଯେବେ ଆମ୍ଭେ ଜିହୋଶୁୟଙ୍କ କାର୍ଯ୍ୟ, ମୋଶାଙ୍କ କାର୍ଯ୍ୟ ଏବଂ ଗିଦିଓନଙ୍କ କାର୍ଯ୍ୟ ଯେମିତି ପୁରାତନ ନିୟମର କାର୍ଯ୍ୟକୁ ଦେଖିଥାଉ, ତେବେ ଏହି ସମସ୍ତରେ ଗୋଟିଏ ବିଷୟ ସମାନ ଅଟେ। ଏମିତି ଅନେକ ଚମତ୍କାର ଥିଲା ଯାହା ଆମ୍ଭମାନଙ୍କୁ ହଇରାଣ କରିଥାଏ କି କ'ଣ ଏହି ଚମତ୍କାର ସମ୍ଭବ ହେବ ଯଦି ସେମାନେ ଏହାକୁ ଆମ୍ଭମାନଙ୍କ ଶକ୍ତି ଅର୍ଥାତ୍ ମନୁଷ୍ୟର ଶକ୍ତିରେ କରିବାକୁ ଚେଷ୍ଟା କରିବେ। ଏଥିମଧ୍ୟରୁ କୌଣସି ମଧ୍ୟ ଚମତ୍କାର ମନୁଷ୍ୟର ଶକ୍ତିରେ ହୋଇପାରିନଥାନ୍ତା। କ'ଣ ଆପଣଙ୍କୁ ଲାଗେ କି ସୁଫ ସମୁଦ୍ର ମନୁଷ୍ୟର ଶକ୍ତିରେ ବିଭାଜିତ ହୋଇପାରିଥାନ୍ତା? ଯଦି ଇସ୍ରାଏଲୀୟମାନେ ଜିରିହକୁ ଆପଣା ଶକ୍ତିରେ ପତନ କରିବାର ଚେଷ୍ଟା କରିଥାନ୍ତେ, ତେବେ କ'ଣ ତାହା ନିଜେ ପଡ଼ି ସମଭୂମି ହୋଇଥାନ୍ତା? କ'ଣ ଆପଣଙ୍କୁ ଲାଗେ କି ଯେବେ ଜିହୋଶୁୟ ଓ ତାହାର ସେନା ଇମୋରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ତେବେ ସୂର୍ଯ୍ୟ ଦିନସାରା ଆକାଶ ତଳେ ସେମାନଙ୍କ ଶକ୍ତିରେ ସ୍ଥିର ରହିଲା? କ'ଣ ଚନ୍ଦ୍ରମାର ଆପଣା ନିଯୁକ୍ତ ସମୟରେ ପ୍ରକଟ ହେବା ବିନା ସ୍ଥଗିତ ରହିବା ସମ୍ଭବ ଅଟେ? ଏହି ସମସ୍ତ ଘଟଣାରେ ଯାହା ସମାନତା ଅଟେ ତାହା ଏହା ଅଟେ କି ଯଦି ଏହା ମନୁଷ୍ୟର ଶକ୍ତିରେ ହୁଅନ୍ତା, ତେବେ ଏଥିମଧ୍ୟରୁ କିଛି ମଧ୍ୟ ହୋଇପାରିନଥାନ୍ତା। ସୁଫ ସମୁଦ୍ରକୁ ବିଭାଜିତ କରାଯାଇ ପାରିନଥାନ୍ତା, ଜିରିହ ନଗର ପଡ଼ି ସମଭୂମି ହୋଇନଥାନ୍ତା ଏବଂ ସୂର୍ଯ୍ୟ ସ୍ଥଗିତ ହୋଇନଥାନ୍ତା। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ସୂର୍ଯ୍ୟ ସ୍ଥଗିତ ହେଲା, ସୁଫ ସମୁଦ୍ର ବିଭାଜିତ ହେଲା ଓ ଜିରିହ ନଗର ପଡ଼ି ସମଭୂମି ହେଲା। ଏହି ଯୁଗରେ ମଧ୍ୟ ଆମ୍ଭମାନଙ୍କ ସୁସମାଚାର ଏହି ପ୍ରକାର କାର୍ଯ୍ୟ କରିଥାଏ। ଯଦି ଆମ୍ଭେ ସିଓନ ସଦସ୍ୟଙ୍କ ସଂଖ୍ୟା ଆଧାରରେ ସୁସମାଚାରର କାର୍ଯ୍ୟ କରିଥାଉ, ତେବେ ଏହି ସୁସମାଚାର କଦାପି ଅଗ୍ରଗାମୀ ହେବ ନାହିଁ। ଆମ୍ଭେ ଏହି ଚିଠିରେ ଯାହାର ମୁଁ ଆପଣଙ୍କୁ ଉଲ୍ଲେଖ କଲି, ଉଦାହରଣ ଦ୍ୱାରା ଦେଖିପାରିବା କି ଚର୍ଚ୍ଚରେ କ'ଣ ହେଲା। ବିଦ୍ୟମାନ ଭାଇ ଓ ଭଉଣୀମାନଙ୍କ ଯତ୍ନ ନେଉଥାଇ ଯେଉଁଥିରେ ବହୁତ ସମୟ ଲାଗିଥାଏ ଆଉ ଯାହା ସହଜ ନୁହେଁ, ସେହି ଚର୍ଚ୍ଚର ସଦସ୍ୟ ପ୍ରତି ମାସ ଅଧିକରୁ ଅଧିକ ନୂତନ ଭାଇ ଓ ଭଉଣୀମାନଙ୍କ ସତ୍ୟ ଆଡ଼କୁ ନେତୃତ୍ୱ କରୁଛନ୍ତି ଆଉ ସେମାନଙ୍କ ଯତ୍ନ ମଧ୍ୟ ନେଉଛନ୍ତି। ଯଦି ଏହା ମନୁଷ୍ୟର ଶକ୍ତିରେ ହୁଅନ୍ତା, ତେବେ ଏହା ଅସମ୍ଭବ ହୁଅନ୍ତା। ଯଦି ଗୋଟିଏ ମାସରେ 400 ନୂତନ ସଦସ୍ୟ ଚର୍ଚ୍ଚରେ ଆସନ୍ତି, ତେବେ ସେମାନଙ୍କୁ ଶିଖାଇବା ଓ ସେମାନଙ୍କ ଯତ୍ନ ନେବାରେ ବହୁତ ସମୟ ଏବଂ ପରିଶ୍ରମ ଲାଗିଥାଏ। ତାହା ବ୍ୟତୀତ ପ୍ରତି ମାସ ଅଧିକରୁ ଅଧିକ ସଦସ୍ୟ ଖୋଜାଯାଇଥିଲା। ସେହି ସ୍ଥିତିରେ ଯେଉଁଠି ନୂତନ ସଦସ୍ୟ ଏବେ ପର୍ଯ୍ୟନ୍ତ ସ୍ତନ୍ୟପାନ ଛାଡ଼ିନାହିଁ, ଏମିତି ସଦସ୍ୟମାନଙ୍କୁ କିଏ ଶିଖାଇ ପାରିବ ଯେଉଁମାନେ ନୂତନ? ତଥାପି ମଧ୍ୟ ପରମେଶ୍ୱର ସେମାନଙ୍କୁ ପ୍ରତି ମାସ ଅନବରତ ଅଧିକରୁ ଅଧିକ ଫଳ ଉତ୍ପନ୍ନ କରିବାର ଅନୁମତି ଦେଲେ। ଏହି ସମସ୍ତ ଏଥିପାଇଁ ସମ୍ଭବ ହେଲା କାରଣ ସେମାନେ ଫୋନରେ ମାତାଙ୍କ ଦ୍ୱାରା ଦତ୍ତ ବାକ୍ୟର ପାଳନ କଲେ। ମୁଁ ଏହାର ଅନୁମତି ଦେଉଅଛି। ମୁଁ ପ୍ରାର୍ଥନା କରିବି କି ଏହା ପୂରା ହେବ। ମୁଁ ଆପଣଙ୍କ ଲକ୍ଷ୍ୟକୁ ଆଶୀର୍ବାଦ କରିବି। ମାତାଙ୍କ ବାକ୍ୟ ଅନୁସାରେ ସେମାନେ ପ୍ରତି ମାସ ଆପଣା ଲକ୍ଷ୍ୟକୁ ପ୍ରାପ୍ତ କରୁଥିଲେ, ଯାହାକି ମୂଳ ରୂପେ ପ୍ରସ୍ତୁତ ହୋଇଥିବା ଲକ୍ଷ୍ୟରୁ ମଧ୍ୟ ଅଧିକ ଥିଲା। ମଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପେଣ୍ଟିକଷ୍ଟ ପର୍ବର ପ୍ରଚାର ସମାରୋହ ସମୟରେ ହୋଇଥିବା ଏହି ମହାନ କାର୍ଯ୍ୟକୁ ଦେଖୁଥାଇ ଅଧ୍ୟକ୍ଷ ଆଶ୍ଚର୍ଯ୍ୟ ହୋଇଗଲେ ଓ ଏହାକୁ ଆପଣା ପାଖରେ ରଖିପାରିଲେ ନାହିଁ। ଏଥିପାଇଁ ସେ ଏହି ସୁଗନ୍ଧକୁ ଭାଗ କରିବାର ସ୍ଥିର କଲେ।
ଯେମିତିକି ମୁଁ ପ୍ରଥମେ କହିଲି, ଯଦି ଆମ୍ଭେ ଏହାକୁ କେବଳ ଆପଣା ଶକ୍ତିରେ କରିବାକୁ ଚେଷ୍ଟା କରିବା ତେବେ କିଛି ହୋଇପାରିବ ନାହିଁ। ସୁଫ ସମୁଦ୍ର ବିଭାଜିତ କରାଯାଇପାରିବ ନାହିଁ ଏବଂ ଜିରିହ ନଗର ପଡ଼ି ସମଭୂମି ହେବ ନାହିଁ। ସୂର୍ଯ୍ୟ ମଧ୍ୟ ସ୍ଥଗିତ ହୋଇପାରିବ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ସୁଫ ସମୁଦ୍ର ବିଭାଜିତ ହୋଇପାରିବ, ଜିରିହ ନଗର ପଡ଼ି ସମଭୂମି ହୋଇପାରିବ ଏବଂ ସୂର୍ଯ୍ୟ ସ୍ଥଗିତ ହୋଇପାରିବ। ପରମେଶ୍ୱରଙ୍କ ପାଖରେ ଏମିତି ସର୍ବଶକ୍ତିମାନ ସାମର୍ଥ୍ୟ ଅଛି। ମାତ୍ର ଏହି ଯୁଗରେ ପରମେଶ୍ୱର ଏହି ଶୋଭାମୟ ଚମତ୍କାର ମାଧ୍ୟମରେ ଆପଣା ସର୍ବଶକ୍ତିମାନ ସାମର୍ଥ୍ୟକୁ ପ୍ରକଟ କରନ୍ତି ନାହିଁ। 2000 ବର୍ଷ ପୂର୍ବେ ଯେବେ ଯୀଶୁ ଏହି ପୃଥିବୀକୁ ଆସିଲେ, ତେବେ ସେ ଅନେକ ଏପରି କାର୍ଯ୍ୟ କଲେ ଯାହାକୁ ସାଧାରଣ ଲୋକ ସହଜରେ ବୁଝିପାରୁନଥିଲେ। ଯେମିତିକି ଆପଣ ସମସ୍ତେ ଭଲରେ ଜାଣନ୍ତି, ଯୀଶୁ ଯେମିତିକି 5ଟି ରୋଟି ଓ 2ଟି ମାଛ ଦ୍ୱାରା 5000 ଲୋକମାନଙ୍କୁ ଭୋଜନ କରାଇଲେ, ଆଉ ଏହା ପର୍ଯ୍ୟନ୍ତ କି ବଡ଼କା ରୋଟି ଓ ମାଛରୁ 12 ଟୋକାଇ ଭର୍ତ୍ତି ହେଲା। ସେ ପାଣିରେ ଚାଲିଲେ ଓ ସେ ସେହି ସ୍ତ୍ରୀକୁ ମଧ୍ୟ ସୁସ୍ଥ କଲେ ଯାହାକୁ 12 ବର୍ଷରୁ ରକ୍ତସ୍ରାବର ରୋଗ ଥିଲା। ସେ ସବୁବେଳେ ଏମିତି କଲେ ନାହିଁ। କିନ୍ତୁ ଯେବେ ଆମ୍ଭେ ତାହାଙ୍କ ସୁସମାଚାରର ଜୀବନରେ ଗୋଟି ଗୋଟି କରି ସମସ୍ତ ଘଟଣା ଉପରେ ନଜର ପକାଇଥାଉ, ତେବେ ଆମ୍ଭେ ସମସ୍ତ କିଛି ବୁଝିପାରିବା କି ପରମେଶ୍ୱରଙ୍କ ବାକ୍ୟର ପ୍ରଭୁତା କେତେ ଶକ୍ତିଶାଳୀ ଅଟେ ଏବଂ ସମସ୍ତ କିଛି କିପରି ତାହାଙ୍କ ବାକ୍ୟ ଅନୁସାରେ କରାଯାଏ। ଆସନ୍ତୁ ଯାତ୍ରା ପୁସ୍ତକ ଅଧ୍ୟାୟ 14କୁ ଯିବା ଓ ପରମେଶ୍ୱରଙ୍କ ଦ୍ୱାରା କରାଯାଇଥିବା ଚମତ୍କାର ଉପରେ ଏକ ନଜର ଦେବା। ପଦ 21 କହିଥାଏ, ଅନନ୍ତର ମୂଷା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ ହଟାଇ ଶୁଷ୍କ କଲେ ଓ ଜଳ 2 ଭାଗ ହେଲା। ଏପରି ଚମତ୍କାର ଆମମାନଙ୍କ ଶକ୍ତି ଦ୍ୱାରା ହୋଇପାରିବ ନାହିଁ। କିନ୍ତୁ ଯେହେତୁ ପରମେଶ୍ୱର ଆମମାନଙ୍କ ସହିତ ଅଛନ୍ତି, ଆମ୍ଭେ ତାହାଙ୍କ ଶକ୍ତିର ଉପଯୋଗ କରିଥାଉ। ଏହି ପ୍ରକାରର ଚମତ୍କାର ବାସ୍ତବରେ ହୋଇପାରିବ। ଆସନ୍ତୁ ଯେହୋଶୁୟ ଅଧ୍ୟାୟ 6କୁ ଯିବା। ଯେହୋଶୁୟ ଅଧ୍ୟାୟ 6 ପଦ 4ରେ ଏହା କହିଥାଏ, ପୁଣି 7 ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ 7 ତୁରୀ ବହିବେ। ଆଉ ସପ୍ତମ ଦିନ ତୁମ୍ଭେମାନେ 7 ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୁରୀ ବଜାଇବେ। ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୁରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟଧ୍ୱନି କରିବେ। ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ। ଯେମିତି ପରମେଶ୍ୱର କହିଲେ ସେମିତି ହିଁ ହେଲା। ଯେମିତି ପରମେଶ୍ୱର କହିଲେ କି ଜିରିହ ନଗର ପଡ଼ି ସମଭୂମି ହୋଇଅଛି, ଏଥିପାଇଁ ଇସ୍ରାଏଲୀୟ କିଣାନରେ ପ୍ରଥମେ ନଗରକୁ ବଡ଼ ସରଳତା ଏବଂ ସହଜରେ ପରାଜିତ କରିବାରେ ସକ୍ଷମ ଥିଲେ। ବିଶାଳ ନଗର ଜିରିହ ମନୁଷ୍ୟର ଶକ୍ତିରେ କେବେ ମଧ୍ୟ ପଡ଼ି ସମଭୂମି ହେବ ନାହିଁ। ମାତ୍ର ଯେମିତି ଯେମିତି ପରମେଶ୍ୱରଙ୍କ ଶକ୍ତି କାର୍ଯ୍ୟ କଲା, ତାହା ଏମିତି ପଡ଼ି ସମଭୂମି ହେଲା ଯେମିତି ତାହା କିଛି ମଧ୍ୟ ନଥିଲା। ଆସନ୍ତୁ ଯେହୋଶୁୟ ଅଧ୍ୟାୟ 10 ପଦ 12 ପଢ଼ିବା। ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯେହୋଶୁୟ ସଦାପ୍ରଭୁଙ୍କୁ କହିଲେ, ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, ସୂର୍ଯ୍ୟ ଗିବିୟନ ଉପରେ ତୁମ୍ଭେ ସ୍ତବ୍ଧ ହୁଅ, ଆଉ ଚନ୍ଦ୍ର ତୁମ୍ଭେ ଆୟାଲୋନ୍ର ତଳଭୂମିରେ ସ୍ତବ୍ଧ ହୁଅ। ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କ ଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହା କି ଜାସେର ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ 1 ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। ଯଦି ଏହା ମନୁଷ୍ୟର ଶକ୍ତିରେ କରାଯାଇଥାନ୍ତା, ତେବେ ଆପଣଙ୍କୁ କ'ଣ ଲାଗିଥାଏ କି ସୂର୍ଯ୍ୟ ଆକାଶ ମଧ୍ୟରେ ସ୍ଥିର କରିବା ବା ଚନ୍ଦ୍ରମା ଇସ୍ରାଏଲଙ୍କ ବିଜୟ ନିମନ୍ତେ ସ୍ଥଗିତ କରିବା ସମ୍ଭବ ହୁଅନ୍ତା? ମନୁଷ୍ୟର ଶକ୍ତିରେ ଏହା ଅସମ୍ଭବ ହୁଅନ୍ତା। କେବଳ ଆମମାନଙ୍କ ଶକ୍ତି ଯାହା ଅସମ୍ଭବ ଅଟେ, ତାହା ପରମେଶ୍ୱରଙ୍କ ଶକ୍ତି ଦ୍ୱାରା ନିଶ୍ଚିତ ସମ୍ଭବ ଅଟେ। ଯେବେ ଆମ୍ଭେ ଏହି ଯୁଗରେ ଦିଆଯାଇଥିବା ସୁସମାଚାରର ପରିସ୍ଥିତି ଗୁଡ଼ିକୁ ଦେଖିଥାଉ, ତେବେ ଆମ୍ଭେ ଭାବିପାରିବା, ସୁସମାଚାରର ସବୁଠାରୁ ଉତ୍ତମ ପରିଣାମ ପାଇବା ପାଇଁ ମୁଁ କ'ଣ କରିପାରିବି? ସମସ୍ତ ଉତ୍ତର ବାଇବଲରେ ଲେଖାଯାଇଅଛି। ଯଦି ଆମ୍ଭେ ଆପଣା ଶକ୍ତିରେ ସୁସମାଚାରର କାର୍ଯ୍ୟ କରିବାକୁ ଚେଷ୍ଟା କରିଥାଉ, ତେବେ ଏହି ସୁସମାଚାର ସମୀରଣ ବା ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। ବହୁତ ଲୋକ ଅଛନ୍ତି ଯେଉଁମାନେ ସୁସମାଚାରରେ ବାଧା ଉତ୍ପନ୍ନ କରନ୍ତି ଆଉ ଆମ୍ଭ ପଥରେ ବହୁତ ପ୍ରତିବନ୍ଧକ ଆଣନ୍ତି। ସୁସମାଚାରର କାର୍ଯ୍ୟ ସହଜରେ କରାଯାଇପାରିବ ନାହିଁ। ସୁଫ ସମୁଦ୍ର ଏକ ବାଧା ଥିଲା, ଜିରିହ ନଗର ଏକ ବାଧା ଥିଲା,
ଏବଂ ସୂର୍ଯ୍ୟ ଯାହା ଶୀଘ୍ର ଅସ୍ତ ହେଉଥିଲା, ଏହା ଏକ ବାଧା ଥିଲା। ମାତ୍ର ଯେବେ ପରମେଶ୍ୱର ଆପଣା ଶକ୍ତିର ପ୍ରୟୋଗ କଲେ, ତେବେ ଏହି ସମସ୍ତ ବାଧାଗୁଡ଼ିକ ଦୂର କରାଗଲା, ଯେମିତିକି କିଛି ମଧ୍ୟ ନାହିଁ। ଆମ୍ଭକୁ ପରମେଶ୍ୱରଙ୍କ ପ୍ରତିଜ୍ଞାର ବାକ୍ୟ ଉପରେ ନିର୍ଭର ହୋଇ ସୁସମାଚାରର କାର୍ଯ୍ୟ କରିବା ଉଚିତ। ପିତାଙ୍କ ଯୁଗରେ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟ ଉପରେ ନିର୍ଭର ଥିଲେ। ପୁତ୍ରଙ୍କ ଯୁଗରେ ସେମାନେ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ଉପରେ ନିର୍ଭର ଥିଲେ। ପବିତ୍ର ଆତ୍ମାଙ୍କ ଯୁଗରେ ଆମ୍ଭେ ଖ୍ରୀଷ୍ଟ ଆନସାଙ୍ଘଙ୍କ ବାକ୍ୟ ଉପରେ, ଯାହା ଯୀଶୁଙ୍କ ନୂତନ ନାମ ଅଟେ, ଓ ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତାଙ୍କ ବାକ୍ୟ ଉପରେ ନିର୍ଭର ହେବା ଉଚିତ। ତାହାଙ୍କ ବାକ୍ୟ ଉପରେ ନିର୍ଭର ହୋଇ କରାଯାଇଥିବା ସୁସମାଚାରର କାର୍ଯ୍ୟ ସୁଫ ସମୁଦ୍ରକୁ ବିଭାଜିତ କରିପାରିବ, ଆଉ ଜିରିହ ନଗରକୁ ସମଭୂମି କରିପାରିବ। କ'ଣ କିଛି ଅସମ୍ଭବ ହେବ? କେବେ ନାହିଁ। ଚିଠି ପଠାଇଥିବା ଅଧ୍ୟକ୍ଷ ଜଣକ କହିଲେ କି ତାଙ୍କ ଆତ୍ମିକ ଲୋମ ଟାଙ୍କୁରି ଉଠିଲା। ସେ କହିଲେ କି ଯେବେ ସେ ମାତାଙ୍କ ବାକ୍ୟକୁ କେବଳ ଏକ ଆଶୀର୍ବାଦ ବା ପ୍ରୋତ୍ସାହନର ବାକ୍ୟ ରୂପେ ଦେଖିଲେ, ତେବେ ଏକ ଉତ୍ତମ ସୁସମାଚାର ପରିଣାମ ପ୍ରାପ୍ତ କରିବା କଠିନ ଥିଲା। ପ୍ରଥମେ ସେମାନେ ଗୋଟିଏ ମାସରେ 50 ବା ତାହାଠୁ ମଧ୍ୟ କମ୍ ସଦସ୍ୟଙ୍କୁ ଖୋଜିବା ପାଇଁ ବହୁତ ସଂଘର୍ଷ କରୁଥିଲେ। ମାତ୍ର ସେମାନେ ଦେଖିଲେ କି ଯେବେ ତାଙ୍କୁ ବିଶ୍ୱାସ ଥିଲା କି ମାତାଙ୍କ ବାକ୍ୟ ନିଶ୍ଚିତ ରୂପେ ସତ୍ୟ ହେବ, ତେବେ ସମସ୍ତ ସୁସମାଚାରର କବାଟ ଏତେ ସହଜରେ ଖୋଲିଗଲା। ସମସ୍ତ ଲୋକ ଯେବେ ଯୀଶୁ 2000 ବର୍ଷ ପୂର୍ବେ ଏହି ପୃଥିବୀକୁ ଆସିଲେ, ତେବେ କ'ଣ ସେ 2 ଜଣ ଅନ୍ଧ ଲୋକଙ୍କୁ ଆପଣା ବାକ୍ୟ ଦେଲେ ନାହିଁ? ଅନ୍ଧ ଲୋକ ଯୀଶୁଙ୍କ ନିକଟକୁ ଆସିଲେ ଏବଂ କହିଲେ, ହେ ଦାଉଦ ସନ୍ତାନ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ସେମାନେ ଉତ୍ତର ଦେଲେ, ଦୟାକରି ଆମ୍ଭର ଆଖି ଖୋଲି ଦିଅନ୍ତୁ, ଯାହାଫଳରେ ଆମ୍ଭେ ଅନ୍ୟ ଲୋକମାନଙ୍କ ପରି ଦେଖିପାରିବୁ। ଆମ୍ଭର ଇଚ୍ଛା କି ଆମ୍ଭ ଆଖି ଖୋଲିଯାଉ। ଯୀଶୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି। ଆଜି ମୁଁ କିଛି ପାଦ୍ରୀଙ୍କ ସହିତ କଥାବାର୍ତ୍ତା କଲି କି ପ୍ରାୟ 30 ବର୍ଷ ପୂର୍ବେ କ'ଣ ହୋଇଥିଲା। ଜଣେ ଅସୁସ୍ଥ ବାଳକ ଥିଲା, ଯାହା ବିଷୟରେ ଡାକ୍ତର କହିଲେ କି ସେ ଠିକ୍ ହୋଇପାରିବ ନାହିଁ। ସେ ଜଣେ ଉପାଧ୍ୟକ୍ଷଙ୍କ ପୁଅ ଥିଲେ। ଏମିତି ହେବା ପୂର୍ବେ ବାଳକର ମାତା ପିତାଙ୍କ ଆଖି ସଂସାର ଆଡ଼କୁ ଲାଗିଥିଲା। ଯଦି ସେମାନେ ଅନବରତ ଏହି ପ୍ରକାର ଜୀବନ ବିତାଇଥାନ୍ତେ, ତେବେ ସେମାନେ ଆତ୍ମିକ ରୂପେ ଗମ୍ଭୀର ପରିସ୍ଥିତିରେ ଥାନ୍ତେ। ସେହି ସମୟରେ ସେମାନଙ୍କ ପୁଅ ଅସୁସ୍ଥ ହୋଇଗଲା। ସେ ଏତେ ଅସୁସ୍ଥ ହେଲା ଯେ ଡାକ୍ତର ମଧ୍ୟ କହିଲେ କି ତାହାର ଆରୋଗ୍ୟ ହୋଇପାରିବ ନାହିଁ। ସେମାନଙ୍କୁ କୁହାଗଲା କି ସିଓଲ ନ୍ୟାସନାଲ ୟୁନିଭର୍ସିଟିରେ ମଧ୍ୟ ତାହାର ଆରୋଗ୍ୟ ହୋଇପାରିବ ନାହିଁ। ସେଠିକାର ଡାକ୍ତର ତାଙ୍କୁ କହିଲେ କି ପିଲାଟିକୁ ଯାହା କିଛି ମଧ୍ୟ ସେ ଖାଇବାକୁ ଇଚ୍ଛା କରିବ ତାହା ଖାଇବାକୁ ଦିଅ, ଆଉ ସେ ଯାହା କରିବାକୁ ଇଚ୍ଛା କରେ ତାହା କରିବାକୁ ଦିଅ, କାରଣ ସେ ଜୀବିତ ରହିବା ମଧ୍ୟରୁ ନଥିଲା। ଅନେକ ଡାକ୍ତରୀ ପରୀକ୍ଷଣ ହେବା ସତ୍ତ୍ୱେ ମଧ୍ୟ ତାଙ୍କୁ କେବଳ ଏହା କୁହାଗଲା କି ପିଲାଟି ଠିକ୍ ହୋଇପାରିବ ନାହିଁ। ଏଥିପାଇଁ ସ୍ୱର୍ଗୀୟ ମାତା ତାଙ୍କୁ ଫୋନ୍ କଲେ। ସେହି ସମୟରେ ମାତା ବ୍ୟକ୍ତିଗତ ରୂପେ ସଦସ୍ୟଙ୍କ ସହିତ ସାକ୍ଷାତ କରିବା ପାଇଁ ସମୟ ବାହାର କରିବାରେ ସକ୍ଷମ ଥିଲେ, କାରଣ ଆମ୍ଭଠାରେ ସମଗ୍ର କୋରିଆ ଓ ଦୁନିଆରେ ସେତିକି ସଦସ୍ୟ ବା ଚର୍ଚ୍ଚ ନଥିଲା ଯେମିତି ବର୍ତ୍ତମାନ ଅଛି। ମାତା ଉପାଧ୍ୟକ୍ଷଙ୍କ ପରିବାର ସହିତ ସାକ୍ଷାତ କଲେ, ତାଙ୍କୁ ସାନ୍ତ୍ୱନା ଦେଲେ ଓ ତାହାଙ୍କ ପୁଅ ପାଇଁ ପ୍ରାର୍ଥନା କଲେ। ଯେବେ ମାତା ତାହା ନିମନ୍ତେ ପ୍ରାର୍ଥନା କଲେ, ସେତେବେଳଠୁ ସେ ଠିକ୍ ହେବାକୁ ଲାଗିଲା। ବର୍ତ୍ତମାନ ସେହି ବାଳକ ବଡ଼ ହୋଇଅଛି ଏବଂ ବ୍ରାଜିଲରେ ଜଣେ ମିଶନାରୀ ରୂପେ କାମ କରୁଅଛି। ଡାକ୍ତର ତାହାଙ୍କ ମାତା ପିତାଙ୍କୁ କହିଲେ କି ତାହା ପାଖରେ ଅଧିକ ଡାକ୍ତରୀ ପରୀକ୍ଷଣ କରିବା ସତ୍ତ୍ୱେ ମଧ୍ୟ ଅଧିକ ଦିନ ସେ ରହିବ ନାହିଁ। ଯେବେ ମାତା ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ, ସେତେବେଳେ ମୁଁ ତାଙ୍କ ସହିତ ଥିଲି। ଉପାଧ୍ୟକ୍ଷଙ୍କ ପୁଅ ମୋତେ ସେହି ବାଳକମାନଙ୍କର ସ୍ମରଣ କରାଇଲେ, ଯେଉଁମାନଙ୍କ ପାଇଁ 4ଟି କାର୍ଯ୍ୟକ୍ରମରେ ଏହା କହୁଥାଇ ଧନ ଏକତ୍ର କରିବାର ଆବଶ୍ୟକତା ଥିଲା। ଦୟାକରି ଆମ୍ଭମାନଙ୍କ କାର୍ଯ୍ୟ ନିମନ୍ତେ ଦାନ କରନ୍ତୁ। ତାହାର ଚେହେରା ବହୁତ ପତଳା ହୋଇଯାଇଥିଲା ଏବଂ ତାହାର ହାତ ଓ ଗୋଡ଼ର ହାଡ଼ ଏତେ ଦେଖାଯାଉଥିଲା କି କୌଣସି ମାଂସପେଶୀ ନଥିଲା। କେବଳ ତାହାର ପେଟ ବଡ଼ ଥିଲା, କାରଣ ତାହା ଫୁଲି ଯାଇଥିଲା। ସେ ଆପଣା ରୋଗର ଶେଷ ପର୍ଯ୍ୟାୟରେ ଥିଲା, ଏଥିପାଇଁ ସେଠାରେ ଟ୍ୟୁମର ବଡ଼ ହେଉଥିଲା। ଯେହେତୁ ତାହା ପାଇଁ କୌଣସି ଔଷଧ କାମ କରୁନଥିଲା, ଏଥିପାଇଁ ଡାକ୍ତର ତାହାକୁ କହିଲେ କି ସେ ଆଉ କିଛି କରିପାରିବେ ନାହିଁ। ଉଭୟ ଦମ୍ପତି ସ୍ୱର୍ଗୀୟ ମାତାଙ୍କ ଠାରୁ ସାହାଯ୍ୟ ମାଗିଲେ ଏବଂ ମାତା ତାଙ୍କୁ କହିଲେ, ଆପଣଙ୍କୁ ପରମେଶ୍ୱରଙ୍କ ଉପରେ 100% ବିଶ୍ୱାସ କରିବା ଉଚିତ, କାରଣ ସେହି ସମୟ ସେମାନଙ୍କ ବିଶ୍ୱାସ ଅଳ୍ପ ଦୁର୍ବଳ ହୋଇଯାଇଥିଲା ଆଉ ସେମାନେ ସଂସାର ଓ ସତ୍ୟ ମଧ୍ୟରେ ଟଳମଳ ହେଉଥିଲେ। କିନ୍ତୁ ମାତାଙ୍କ ପ୍ରାର୍ଥନା ମାଧ୍ୟମରେ ସେମାନଙ୍କ ବିଶ୍ୱାସ ଦୃଢ଼ ହେବା ପରେ
ବାଳକଟି ଠିକ୍ ହେବାକୁ ଲାଗିଲା ଓ ବର୍ତ୍ତମାନ ସେ ସୁସ୍ଥ ଅଛି। ସାକ୍ଷାତ ସମୟରେ ମାତା ତାହାଙ୍କୁ କହିଲେ, ଯଦି ଆପଣଙ୍କୁ ପରମେଶ୍ୱରଙ୍କ ଉପରେ 100% ବିଶ୍ୱାସ ନାହିଁ ତେବେ ଏହା ଅସମ୍ଭବ ଅଟେ। ଏଥିପାଇଁ ଆପଣଙ୍କୁ 100% ବିଶ୍ୱାସର ଆବଶ୍ୟକତା ଅଛି। ସେ ସେମାନଙ୍କ ଏକମାତ୍ର ସନ୍ତାନ ଥିଲେ। ଏଥିପାଇଁ ସେମାନେ ଆପଣ ସମସ୍ତ ମନ ତାଙ୍କ ଉପରେ ଦେଲେ। ଚମତ୍କାରିକ ରୂପେ ସେମାନଙ୍କ ସନ୍ତାନ ସୁସ୍ଥ ହୋଇଗଲା। ମୋତେ ମଧ୍ୟ ବିଶ୍ୱାସ ହେଉନଥିଲା, କାରଣ ମୁଁ ଦେଖିଥିଲି କି ସେ କେତେ ଅସୁସ୍ଥ ହେଉଥିଲା। ଏଥିରୁ ଜଣାପଡ଼େ କି ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହ କେତେ ମହାନ ଅଟେ। ମାତ୍ର ଆମ୍ଭେ ପରମେଶ୍ୱରଙ୍କ ଏହି ଅନୁଗ୍ରହକୁ ବାରମ୍ବାର ଭୁଲିଯାଉ। ଯଦ୍ୟପି ଯୀଶୁ ବହୁତ କିଛି କଲେ ଏବଂ କହିଲେ, ଲୋକମାନେ ତାହାଙ୍କ ବାକ୍ୟର ପ୍ରଭୁତାକୁ ଭୁଲି ଯାଉଥିଲେ। ଏମିତି ଲାଗେ କି ଆମ୍ଭେ ସୂର୍ଯ୍ୟକୁ ଅଟକାଇବାର, ଜିରିହ ନଗରର ପ୍ରାଚେରୀ ସମଭୂମି କରିବାର ଆଉ ସୁଫ ସମୁଦ୍ରକୁ ବିଭାଜିତ କରି ଶୁଷ୍କ ଭୂମି କରିବାର ପରମେଶ୍ୱରଙ୍କ ଶକ୍ତିକୁ ଭୁଲିଯାଉ। ଯେବେ ପରମେଶ୍ୱର ଆମ୍ଭମାନଙ୍କୁ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହି ସୁସମାଚାରର ପ୍ରଚାର କରିବା ପାଇଁ କହନ୍ତି, ତେବେ ପରମେଶ୍ୱର ପ୍ରଥମରୁ ହିଁ ସୁସମାଚାର କାର୍ଯ୍ୟ ପୂରା କରିବାର ପରିଣାମ ସହିତ ବାକ୍ୟ ଦିଅନ୍ତି। ପରମେଶ୍ୱର ଆମ୍ଭକୁ ଏମିତି କାର୍ଯ୍ୟ କରାନ୍ତି ନାହିଁ ଯାହା ଆମ୍ଭ ନିମନ୍ତେ ଅସମ୍ଭବ ଅଟେ। ଯେହେତୁ ପରମେଶ୍ୱର ଆମ୍ଭକୁ ସମସ୍ତ କିଛି ପୂରା କରିବାର କ୍ଷମତା ପ୍ରଦାନ କରନ୍ତି, ଆମ୍ଭକୁ ସର୍ବଦା ତାହାଙ୍କ ବାକ୍ୟ ଉପରେ ନିର୍ଭର ରହିବା ଉଚିତ। ଆମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଉପରେ ନିର୍ଭର ରହୁଥାଇ ଆପଣ ଅବଶିଷ୍ଟ ଜୀବନରେ ସୁସମାଚାର ପାଇଁ ମନ ଦେଇ କାର୍ଯ୍ୟ କରିବା ଉଚିତ। ମୁଁ ଆପଣଙ୍କୁ ପୁଣି ଥରେ ପିତା ଓ ମାତାଙ୍କ ବାକ୍ୟର ଶକ୍ତିକୁ ଆପଣ ହୃଦୟରେ ଚିହ୍ନିତ କରିବାକୁ କହିବାକୁ ଚାହେଁ। ଆଉ ମନେ ରଖନ୍ତୁ ଯେ ଯେବେ ପରମେଶ୍ୱର ସୁସମାଚାରର କାର୍ଯ୍ୟ କରନ୍ତି ତେବେ ଏହା ସହଜରେ ହୋଇଥାଏ। ଆସନ୍ତୁ ଲୁକ୍ ଅଧ୍ୟାୟ 5 ପଦ 4 ଦେଖିବା। ଅଧ୍ୟାୟ 5 ପଦ 4। ସେ କଥା ଶେଷ କରି ସିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମମାନଙ୍କର ଜାଲ ପକାଅ। ଏଥିରେ ସିମୋନ ଅର୍ଥାତ୍ ପିତର ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ, ଅର୍ଥାତ୍ କିଛି ମାଛ ଧରିନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ। ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା। ସେଥିରେ ସେମାନଙ୍କର ଯେଉଁ ଅଂଶୀଦାରମାନେ ଅନ୍ୟ ନୌକାରେ ଥିଲେ ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି 2ଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ ସେଗୁଡ଼ିକ ବୁଡ଼ିବାକୁ ଲାଗିଲା। କିନ୍ତୁ ସିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ। ଆଜି ଆସନ୍ତୁ ଆମ୍ଭେ ପୁଣି ଥରେ ଏହି ତଥ୍ୟକୁ ଉତ୍କୀର୍ଣ୍ଣ କରିବା କି ସମସ୍ତ କିଛି ପରମେଶ୍ୱରଙ୍କ ବାକ୍ୟ ଅନୁସାରେ କରାଯାଇଅଛି ଏବଂ ପିତା ଓ ମାତା ବର୍ତ୍ତମାନ ମଧ୍ୟ ପରିତ୍ରାଣର ସୁସମାଚାରର ମହାନ କାର୍ଯ୍ୟ କରୁଛନ୍ତି। ସିଓନର ସମସ୍ତ ସନ୍ତାନ, ଆସନ୍ତୁ ଆମ୍ଭେ ଜଣକୁ ମଧ୍ୟ ଛାଡ଼ିବା ବିନା ତାହାଙ୍କ କାର୍ଯ୍ୟରେ ଭାଗ ନେବା, ଯାହାଫଳରେ ଆମ୍ଭେ ପରମେଶ୍ୱରଙ୍କ ମହାନ ମହିମାରେ ପ୍ରବେଶ କରିପାରିବା। ଆଶା କରୁଅଛି ଯେ ଆପଣ ପରମେଶ୍ୱରଙ୍କ ଏହି ବାକ୍ୟ ଦ୍ୱାରା ଅଧିକ ଅନୁଗ୍ରହ ପ୍ରାପ୍ତ କରିଛନ୍ତି। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି।